ପୁରୀରେ ଅନେକ ମଠ ଏବଂ ମନ୍ଦିର ରହିଛି। ସେଥିମଧ୍ୟରୁ ଅନ୍ୟତମ ହେଉଛି ପୁରୀର ରାମ ମନ୍ଦିର, ଯାହାକି ଶ୍ରୀକ୍ଷେତ୍ର କଲୋନୀରେ ଅବସ୍ଥିତ। ପୁରୀ ଶ୍ରୀମନ୍ଦିରକୁ ବୁଲିବାକୁ ଆସୁଥିବା ଭକ୍ତମାନେ ଏଠାକୁ ଏକ ଦ୍ୱିତୀୟ ମନ୍ଦିର ଭାବେ ଦର୍ଶନ କରିବା ପାଇଁ ଆସିଥାନ୍ତି। ପ୍ରତିଦିନ ସଂଖ୍ୟାଧିକ ଲୋକମାନଙ୍କର ଏଠାରେ ଭିଡ଼ ଜମିଥାଏ। ଏହି ମନ୍ଦିରର ନିର୍ମାଣ ଶୈଳୀ ଓଡ଼ିଶାର ପାରମ୍ପରିକ ଅପ୍ରତିମ କଳାର ଉଦାହରଣ ଅଟେ। ମନ୍ଦିରରେ ପ୍ରଭୁ ରାମ, ମାତା ସୀତା, ଲକ୍ଷ୍ମଣ ଏବଂ ଭଗବାନ ହନୁମାନଙ୍କ ମୂର୍ତ୍ତି ସହିତ ଅନ୍ୟାନ୍ୟ ଦେବାଦେବୀଙ୍କର ମନ୍ଦିର ମଧ୍ୟ ରହିଅଛି। ମନ୍ଦିର ପରିସରରେ ନିୟମିତ ଭକ୍ତି ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଚାଲେ। ଏହା ସହିତ ଏ ମନ୍ଦିରରେ ନିୟମିତ ବାହାଘର, ବ୍ରତଘର ତଥା ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ। ଆମର ଏ ଜାଗାରେ ସିଏ ଏ ରେଲର ଲୋକମାନେ ଚାକିରି କରିଥିଲେ। ତାଙ୍କ ଭିତରେ ଜଣଙ୍କର ମନ ଭିତରେ ଏମିତି କେତେ ଜଣଙ୍କ ମନ ଭିତରେ ବି ଆସିଲା ଯେ ଏଠି ଗୋଟେ ରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ। ତାପରେ ସେମାନେ ଆରମ୍ଭ କଲେ, କିନ୍ତୁ ଆରମ୍ଭର ପୂର୍ଣ୍ଣାଙ୍ଗ ହେଇପାରିଲାନି। ପୂର୍ଣ୍ଣାଙ୍ଗ ହେବାକୁ ଅର୍ଥ ଆବଶ୍ୟକ, ତେଣୁ ସେ ଅର୍ଥ ଆବଶ୍ୟକର ଜଣେ ନେତା, ୟୁନିୟନ ଲିଡର ଜଣେ ବାସୁଦେବ ମହାପାତ୍ରଙ୍କୁ ସେମାନେ ଦାୟିତ୍ୱ ଦେଲେ। ସେ ବହୁ ମନ୍ତ୍ରୀ, କାହ୍ନୁଲେଙ୍କା ଏବଂ ରେଲୱେ କଣ୍ଟ୍ରାକ୍ଟର ପାଢ଼ୀବାବୁ ଏବଂ ପୁରୀର ବିଶିଷ୍ଟ ଲୋକମାନଙ୍କର ସହାୟତାରେ ଅର୍ଥ ଯୋଗାଡ଼ ହେଇକରି ପୂର୍ଣ୍ଣାଙ୍ଗ ହେଲା। ତାପରେ ସେ ରାମ ମନ୍ଦିର ପୂର୍ଣ୍ଣାଙ୍ଗ ହେଲା ପରେ ତାପରେ ମନ ଭିତରେ ଆସିଲା ଯେ ଆଉ ଗୋଟେ ଶିବ ମନ୍ଦିର, ତାପରେ ଶିବ ମନ୍ଦିର ହେଲା। ତାପରେ ଏମିତି ବଡ଼ ବଡ଼ ହନୁମାନ ମନ୍ଦିର ହେଲା, ଲକ୍ଷ୍ମୀ ନୃସିଂହ ମନ୍ଦିର ହେଲା, ସତ୍ୟନାରାୟଣ ମନ୍ଦିର ବି ହେଲା। ତାପରେ ବି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୂର୍ତ୍ତି ପ୍ରତିଷ୍ଠା କରାଗଲା ଏବଂ ପୁଣି ଆଗକୁ ରାଧାକୃଷ୍ଣ ମନ୍ଦିର ହେବାର ଯୋଗାଡ଼ ଚାଲିଛି। ସକାଳୁ ସ୍ନାନ ସରିକି ବାଳଭୋଗ ଏବଂ ଦ୍ୱିପହରେ ଶଙ୍ଖୁଡ଼ି ଧୂପ, ସନ୍ଧ୍ୟାବେଳେ ଆଳତି, ବାଳଭୋଗ ଏବଂ ରାତି କି ଶଙ୍ଖୁଡ଼ି ଭୋଗ ହେଇକରି ମନ୍ଦିର 9ଟାରେ ପହୁଡ଼ କରାଯାଏ। ଏଠି ବ୍ରତଘର, ବିବାହଘର, ଜନ୍ମଦିନ ସବୁ ପ୍ରକାର ଏଠି କାର୍ଯ୍ୟକ୍ରମ ହେଉଛି। ହାରାହାରି 82-83 ମସିହାରୁ ମନ୍ଦିର ପ୍ରତିଷ୍ଠା ହେଲେଣି।